শেষ হইতে সেটা আরম্ভ করো। अरे मरा ना बाबा उती बना उरी भाई गोपपुरा नहीं ऐसी चुरे कर सदाही तोरा नबोना हमें डाक चुका पर गई रे ना उरी भाई रे ना बकुआ ना भाई रे पर करी दे मथुरा हाटरे बिक्की कर सदाही रे मथुरा हाटरे बिकी मुगर सदही रे Soyana karo suna deiye rama madaluwa siraiye Soyana karo suna deiye rama madaluwa siraiye
ବ୍ରହ୍ମସ୍ୱରୂପଣୀ ରାଧା ଆସିଛନ୍ତି ଗୋପପୁରରୁ ମଥୁରା ଯିବେ ତେଣୁକରି ଅଷ୍ଟସଖୀ ନେଇ ଯାଉଛନ୍ତି ମଥୁରା ଯେହେତୁ ରାଧା କହିଲେ ଅଷ୍ଟସଖୀ ନେଇ ଯାଉଛୁ କିରେ ବାବୁରେ ମୁଇଁ ତ ଦେଖୁଛି ଯେ 1 2 3 3 6 ଜଣ ସଖୀ ତେଣୁକରି ମତେ ଟିକେ ସନ୍ଦେହ ଲାଗିଲା ଇଏ ସତ୍ୟରେ ଗୋପନାରୀ ନା ଆଉ କିଏ ଆର ପାଟି ଦଳ ଆମର ନାବିକ ବାବୁ ସଖୀ ମାନଙ୍କୁ ଡାକୁଥିଲେ ପଚାରୁଥିଲେ ତେଣୁକରି ମୁଁ ସେ କଥା କରିବିନି ମୁଇଁ ଯଦି ଠୁକିବି ପୁରା ଯୁଦ୍ଧିଆ ସାଙ୍ଗେ ଯୁଦ୍ଧ ଟିକେ ଠୁକିଲୁ ଆଜି ଯମୁନା କୂଳରେ ଡାକ ଦେଉଛନ୍ତି କଣ ଚେଙ୍ଗ କାଠୁଆ ଦବ କି ଆଉ ସହଜ ଜାଣି ପଡୁଛି ବର୍ଷା ହେଇଛି ଚେଙ୍ଗ କାଠିଆ ଏ ଦିନିଆ ବର୍ଷା ଝରିବ ଆଗିଏ ଘାଟେ ହୁଅ କୋନ କୋନ ଏ ନିଶି ପାହାତାର ଆସିଲ ଡାକ ଦିଅ ଘନ ଘନ ଏ ଆମେ ପୁରା ନାଉରିଆ ଟୋକା এই আমারে দিকে দৃষ্টি পোকা তুম পাই জাল পোকাই ধরিছি রুহি ভাকুর অনন্দ বজিয়া কাঠুয়া না দরকার নাই দরকার নেই 1 2 3 4 5 15 দিয়ানে বত কাঠুয়া বাড়ি মোর 1 2 3 4 5 15 দিয়ানে বত কাঠুয়া বাড়ি মোর অদিনিয়া বর্ষা ধরি গো কিয়ে ডাক দিও ঘন ঘন নিশি পাহাতারু আসিল কিয়ে ডাক দিও ঘন ঘন আমি পড়া নাউরিয়া টোকা 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 আমারে দিকে দৃষ্টি পোকা 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 তোম পাই জাল পোকাই ধরিছে রুহি ভাকুর 1 2 3 4 5 15 দিয়ানে বতি কাঠুয়া বাড়ি মোর 1 2 3 4 5 15 জিয়া কাঠুয়া কিলো জিয়ানে বকি কাঠুয়া মুটা বাড়ি মোর ଆଜ୍ଞା ମୋର ଗୋଟିଏ କଥା ରହିଲା ବାଲ୍ୟ କାଳରେ ରାଧା କୃଷ୍ଣଙ୍କୁ ବିବାହ କଲେ ତାପରେ ଯାଇ ଚନ୍ଦ୍ରସେନାକୁ ବିବାହ କଲେ କିନ୍ତୁ ତା ପୂର୍ବରୁ ଜଣକୁ ବିବାହ କରିଛନ୍ତି ରାଧା ସୁନ୍ଦରୀ ଆଜ୍ଞା ପୁରା ବହି ପ୍ରମାଣ ପୁରା ବେଦୀ ଉପରେ ବସି ପୁରା ବ୍ରାହ୍ମଣ ପଣ୍ଡିତ ଥାଇ ବିବାହ କରିଛନ୍ତି ଟିକେ ସେଇଟା ଠୁକିବି ଆଉ ଏ ଶୁଣ ଗପ ଗଇ କହିବ ବୁଝାଇ ଗପପୁର କଥା ମତେ ଲ ଗପପୁର କଥା ମତେ ବାଲ୍ୟ କାଳେ କୃଷ୍ଣଙ୍କୁ ବିବାହ ହଇଲ ତାପରେ ସେ ଚନ୍ଦ୍ରସେନା ବୁଦ୍ଧି ହେଲା ବଣା ଆଉ ଏକ କଥା ଜଣା ବୁଦ୍ଧି ହେଲା ବଣା ଆଲୋ ସାହେବ ভালো বলে ଧୀପରେ କଣ କହିଲେ ନା হ্যালো ଗୋପପୁରରେ କୃଷ୍ଣ ଚନ୍ଦ୍ରସେନାକୁ ଛାଡି ଆଉ ଜଣକୁ ବିବାହ ହୋଇଥିଲ ତା ନାମଟି କହିବ ଆଲୋ ସାହେବ হ্যালো ଆମେ ତ ନିହାତି ବୁଝାଇଦେବା ସାହେବ ତା ପୂର୍ବରୁ ଟିକେ ହେଇଯାଉ এই যাও
ଆଜ୍ଞା ସାର୍। ଆଉ ଜ୍ଞାନ ଭିତରେ ଅଜ୍ଞାନ ଘାଟି କରନି। ଯେତିକି ସମୟ ଅଜ୍ଞାନ କରିବା କଥା ଲାଇନ ଆମକୁ ଡିଷ୍ଟର୍ବ କରିଦେଲା। ଉତ୍ତର ଦିଅ। ଆଜ୍ଞା ସାର୍। ନାଟା ଚନ୍ଦ୍ରାୟଣ ନୁହେଁ ସାର୍ ରାୟଣ ନା ରାୟଣ, କେବଳ ରାୟଣ। ଆଜ୍ଞା। ତାର ପରିଚୟ ଜାଣିଛ? ଦୋଷ ତାଙ୍କର ସାନ ଭାଇ, ତାଙ୍କ ଭାଇ ସିଏ। ଅସୁତାରୀ ପଦ ଦେଲ। ଆଜ୍ଞା। ବାବୁରେ ମୁଁ ପ୍ରଥମରୁ କହିଛି ଦୁର୍ବଳ ଶରୀର କାତ ଚାଲିବା ପାଇଁ ଆଉ ବଳ ପାଉନି। କିଲୋ 2 ଦିନ ହେଲା ଚୁଲି ମୋ ଜଳା ଉପାସରେ ରହିଅଛି ଲୋ, ଉପାସରେ ରହିଅଛି। ଦ୍ରବ୍ୟ ଆଣି ଦେବ ରାଧା ସଇ ଖାଇବି ଯେ ମନ ବାଛି। ଯେବେ କରିବି ପାର ତେବେ ଜୀବଟି ମଥୁରା ପୁରଲ ଯେବେ କରିବି ପାର। ସୂର୍ଯ୍ୟଙ୍କର ତାପ ଚନ୍ଦ୍ରଙ୍କ ତାପ ବାଜି ନଥିବ ପବନ ଆଣିଦେବ ସହି ଖାଇଲେ ମୋ ମନ ଶାନ୍ତି କରିବି ଭୋଜନ ଯେବେ ହେବ ପାଣ। ଯେବେ ଠୁକିବ ଯାଇ ଦିବର ଯେବେ ପଥର ଆଲେ ବୋଲ ଦିବର ପୁଅ କହିଲା ନା କଣ ଏମିତି ଏକ ଦ୍ରବ୍ୟ ଦେବ ସୂର୍ଯ୍ୟ ତାପ କିମ୍ବା ଚନ୍ଦ୍ର ତାପ ପଡିନଥିବ, ସେହି ଦ୍ରବ୍ୟ ମତେ ଦେଲେ ମୁଁ ପାର କରିଦେବି। ବିବାଦୀ ନଥିବ। କଥା। হরি নাম একা সারারে মন হরে কৃষ্ণ হরে রাম।
ଆଲେ ବଡ଼ ଆଉ କଣ ହେଇ ଜାଣିଛୁ କଣ ହେଇଛି କିଲୋ ବଉଳେ? କୃଷ୍ଣ ନାମ ମହୋଷଧି ହାଉଲେ ହାଉଲେ ପାନ କର ନିରବଧି କୃଷ୍ଣ ନାମ ମହୋଷଧି ଦଦରା ଶରୀର ନାବ ଦଦରା ଶରୀର ନାବ କୃଷ୍ଣ ନାମ ଈଶ୍ୱରୀ ସୁରତ ସୁର ସଇ কৃষ্ণনামে আশা করে মায়া ভরা তে জীবনে কৃষ্ণনামে আশা করে মায়া ভরা তে জীবনে আশা কোত নামে সাই আশা কোত নামে সাই অগণ পতরে মিশে সুরঙ্গ বাই সুরাসে କହିବାର ଅର୍ଥ କୁହ। କୃଷ୍ଣ ନାମକୁ ସେ ଏ ଆମର ଉପକ ଖାଦ୍ୟକୁ ତମେ ଖାଅ ଶକ୍ତି ତମର ହବ ଆମକୁ ପାରିକାର ଦୁର୍ବଳତା ଦୂର ହେଇଯିବ। ଆଜ୍ଞା, ସାର୍। ନାଭିକର ପୁଅ ଆଜ୍ଞା ନାମ ରୂପକ ଖାଦ୍ୟ ତମକୁ ଦେଲେ ଆଜ୍ଞା ନାମ ରୂପକ ଖାଦ୍ୟକୁ ଦେବା ପାଇଁ ହେଲେ ହଁ। ଗୋଟିଏ ଅଛି ଆଜ୍ଞା ନା ଉପାୟ ତାର ନା ନାମ ରୂପକ ଖାଦ୍ୟରେ କଣ ସୂର୍ଯ୍ୟ ତାପ ଜନତାପ ପଡିଛି ନା ପବନ ତାକୁ ଛୁଇଁଛି କି ପଡ଼ିନି ତ ପଡିଛି କି ପଡି ତମେ ଜାଣିଥିବ ନା ମତେ କହିବ। ଏଇଆ ତ ଆଜ୍ଞା ମୁଁ ତାର କରୁଛି କିରେ ବାବୁରେ ଆଜି ହରିନାମ ଜପିବାକୁ କହୁଛନ୍ତି ହରିନାମ ଜପିଲେ ତୁଇ ତୋର ମୁକ୍ତି ହେଇଯିବୁ ବା ତୋର ବଳ ହେବ ତେଣୁକରି ତାର ଗୋଟିଏ ଅଛି ଯେ ହରିନାମ ମୁହିଁ କିପରି ଭଜିବି ଛୁଆ ଦିନୁ ମୁଁ ପାପିଷ୍ଟଲ ଛୁଆ ଦିନୁ ମୁଁ ପାପିଷ୍ଟ ଆଜି ନାରାୟଣ ନାମ ଜପି ନାହିଁ କେବେ ଉପାୟକୁ କାରଣ ଯେବେ ରାଧା ସହି କିପରି ଜପିବି ମୁହିଁ ଯେବେ ରାଧା ସହି ଆଜ୍ଞା ଆମର ଭାଗବତ ପ୍ରମାଣ କଲା ମୁଁ ଯାହାକୁ କରୁଥାଇ ଆସ ସେ ମୋର କରେ ସର୍ବନାଶ ଆଜ୍ଞା ସେହିପରି ମୁଁ ଯଦି ତାକୁ ଆଶ କରିବି ସେ ଆଇଲେ ମୋର ବଢିଆ ସର୍ବନାଶ କରିବ କିନ୍ତୁ ତାକୁ ମୁହିଁ ଯଦି ଜପିବାର ଥିବ ଆସିଲେ ସେ କଳା କାନ ସର୍ବନାଶ ଅଟେ କରିଦେବ ମୋର ଉପାୟକୁ ହଟି ଧନୁ ଯେବେ ଗୋପପୁର ଶିବଟି ମଥୁରାପୁର ଯେବେ ଗୋପଘର ଆଲେ ମାରାଠା ମାରାଠା ଆଜ୍ଞା ସାର୍ ହରିନାମ ରୂପକ ଖାଦ୍ୟକୁ ସେ ଗ୍ରହଣ କଲେ ଯେ କିନ୍ତୁ ହରିନାମ ରୂପଟା କେମିତି ଗ୍ରହଣ କରିବେ କେମିତି ଜପିବେ ତାର ଉପାୟଟା ବତେଇ ଦେଲେ ସିଏ ଗ୍ରହଣ କରିବ। ଆଜ୍ଞା ଚାଣକ୍ୟ ଗୋଟେ ପଦ ଲେଖିଛନ୍ତି ନୀତି ନିୟମରେ ବନ୍ଧା ମଣିଷ ଜୀବନ ନୀତି ନୀତି ନ ଜାଣିଲେ ମୂର୍ଖ ସମାନ ନୀତି ନିୟମରେ ବନ୍ଧା ମଣିଷ ଜୀବନ ନୀତି ନୀତି ନ ଜାଣିଲେ ମୂର୍ଖ ସମାନ
ମୂର୍ତ୍ତି ମଣ୍ଡଳରେ ଯେ ଜନ୍ମ ହୋଇଛି ମୃତ୍ୟୁ ନିଶ୍ଚୟ। ଭାଗବତରେ ଜଗନ୍ନାଥ ଦାସ ପଦ ଲେଖିଲେ ଜନ୍ମ କେବଳ ମୃତ୍ୟୁ ହେତୁ ମୃତ୍ୟୁ କେବଳ ଜନ୍ମ ହେତୁ। ପରମାନନ୍ଦ ହରି ବିପଦ କାଳେ କୃପା ଧରି। ଆଉ କଣ ହେଇ ଜାଣିଛୁ ସେ କେଉଁଭଳି ଭଜନ ଅର୍ଚ୍ଚନ କରିବା ଉପାୟଟା ବତାଇ ଦେବାର ସେ। ଯେତେବେଳେ ନିତାଇ ଯୋଗାଇ ମାଧାଇ ହରିନାମ ଜପ କରି ସେ ମୁକ୍ତିଦାନ ହୋଇଥିଲେ। ଆଉ ବାଲ୍ମୀକି ଋଷି ସେଇଭଳି ହୋଇଥିଲେ। ଆଗ ଶୁଣ ଗନାଉରି ଯାହା ପୁଚ୍ଛା କର ଘାଟ ମଧ୍ୟରେ ତୋହର। ଆଉ ଏଇଭଳି ଭାବେ କୃଷ୍ଣ ପୂଜା ଆଶା କର। ଆଉ ଏଇଭଳି ଭାବେ କୃଷ୍ଣ ପୂଜା ଆଶା କର। ଭଜନ କରିଲେ ତୁମି ଆଗ ନାଉରି ବାଇ। ଆଜ୍ଞା ଆଜ୍ଞା ହରିନାମ କୁ ରାମ ନାମ ଭଜି ବାଲ୍ମୀକି ଆଜି ମୁକ୍ତି ପାଇ ଯାଇଥିଲେ। ରାଧା କହିଲେ ତମେ ସେହି ପରିକା ତମେ ଜପି ମୁକ୍ତି ପାଇବ। ତେଣୁକରି ଆଜ୍ଞା ରାମ ରାମ ଜପିବା ପାଇଁ ବାଲ୍ମୀକି ପାଟିରେ ପଶିଲାନି ବୋଲି ସେ ମୋ ରାମ ରାଜ ପିଲା। ତେଣୁକରି ମୁଁ ଆଜି ଯଦି ଡାକିବି ହରିନାମକୁ କେମିତି ଡାକିବି ହରିନାମକୁ? ସେ ଯଦି ରାମ ପଦ ଆସିଲାନି ଯେ ମୋ ରାମରା ଡାକିଲା ମୋର ତ ହରିନାମ ଆଇବନି ମୁଇଁ କେମିତି ଡାକିବି? ତେଣୁକରି ହେଇଟା କେମିତି ଭୁଲବ? ରାମ ରାମ ପଦ ଉଚ୍ଚାରଣ ତହି ବାଲ୍ମୀ ନ କରି ପାରିଲେ ମୋରା ମୋରା ବୋଲି ଉପାୟ କରିନ ଜୀବନରୁ ମୁକ୍ତି ହେଲେ ଜିଣ ଗପ ଗଇ। ମୋରା ମୋରା ନାମ ବହି ଶୁଣ ଗପ ଗଇ। ହରି ନାମକୁ ମୁଁ ସେହିପରି କୃପା କରିବି ହେ ଶୁଣ ଗଇ। କିପରି ମୁଁ ହରି ନାମକୁ ଜପିବି ଓଲଟା ଯଦି କହି ଯେବେ ରାଧା ସହି। ଡାକିବ ଦିବର ଯାଇ ଯେବେ ଗପ ଗଇ। ରାମ ରାମ ଭଜିବା ପାଇଁ ଆଜି ବାଲ୍ମୀକି ପାଟିରେ ଆସିଲାନି। ତେଣୁକରି ମୋ ରାମ ଜପି ସେ ମୁକ୍ତି ପାଇଲେ। ମୁଁ ହିନ୍ଦୀ ଜଣେ ବାଲ୍ମୀକି ହେଇଗଲେ। ମୁଁ ତ ଜଣେ ହିନ୍ଦୀ ଆଜ୍ଞା ପାପିଷ୍ଟ। ତେଣୁକରି ମତେ ତ ହରିନାମ ଜପିବା ପାଇଁ ଆସିବନି। ମୁଁ କେମିତି କୋଉ ପଦରେ ସେ ଯେମିତି ମୋ ରାମରା ଡାକିଲେ ମତେ ଟିକେ ଉଲ୍ଟେଇ ଦଲ ଦେଖି ମୁଁ କେମିତି ହରିନାମଟା ଡାକିବି?
ବାଲ୍ମୀକି ରାମ ରାମ ପାଟିରେ ନ ଆସିବାରୁ ମରା ମରା ହୋଇ ସେ ମୁକ୍ତି ପାଇଛନ୍ତି। ସେହିଭଳି ଏଇ ନାଉରୀ ଘର ପୁଅ ଯଦି ପାଟିରେ ରାମ ରାମ ପଦ ଆସୁନାହିଁ ସେ ମରା ମରା ହୋଇ ମୁକ୍ତି ପାଇଯାଆନ୍ତି। ମା ରାଧା ଆଜ୍ଞା ସାର୍। ସେ କହିଲେ ମରା ମରା ଶବ୍ଦଟାକୁ ରତ୍ନାକର ଧରିଲେ ସେ ମୁକ୍ତି ପାଇଲେ। ହରିନାମଟା କେମିତି ଓଲଟେଇବି ସେଇଟା ଖାଲି କୁହ। ଆଜ୍ଞା ଠିକ ଅଛି, ଆଗକୁ ଆଗେଇବା। ଏଠି ସମାପନ କରିଦଉଛି। ହରିକୁ ଓଲଟେଇଲେ ହେବ ରିହ। ରିହ ହଉଛି ହିଂସା ଶବ୍ଦର ପ୍ରତିଶବ୍ଦ। ଆଜ୍ଞା ଜଣେ ମହାପାପୀ ଥିଲା, ସମସ୍ତଙ୍କୁ ସେ ହିଂସା କରେ। ତାକୁ କୁହାଲା ତୁ ହରିନାମ ହରିନାମ ଧର, ସେ ନାହିଁ କଲା। ଆଜ୍ଞା ଯଦି ନାହିଁ କଲା କଣ କରିବ? ଆରେ ହିଂସାକୁ ଆଉ କଣ କହନ୍ତି ନା ରିହ। ସେ ମତେ ରିହ କରିକି ମୋ ଜମିରୁ ଖଣ୍ଡେ କପି ମାରି ଦେଇଛି ନା। ଆଜ୍ଞା ରିହ ଶବ୍ଦ ସେଇଠି ଆସିଲା ହିଂସା। ତେଣୁ ରିହ ରିହ ତ କହତୁ ଦେଖିବୁ ହରି ହରି ପାଇ। ସୁନ୍ଦର କଥା। ଏଠି ସମାଧାନ ରହିଲା। ଉଭୟ ନାବିକ ଟିକେ ଆଗକୁ ପଳେଇ ଆସ। ହରି କୋଲଟେଲେ ରିହ, ରିହର ପ୍ରତିଶବ୍ଦ ହଉଛି ହିଂସା, ଅର୍ଥ ହଉଛି ହିଂସା କରିବା। ଠିକ ଅଛି, ଅନ୍ୟମାନେ ଟିକେ ବସି